ଏବେ ଡେଙ୍ଗୁ ରୋଗରୁ ମିଳିବ ମୁକ୍ତି। ଖୁବ୍ ଶୀଘ୍ର ମାର୍କେଟରେ ଉପଲବ୍ଧ ହେବ ଡେଙ୍ଗୁ ଟୀକା। ଜାଣନ୍ତୁ କ'ଣ ଆସିଛି ନୂଆ ଅପଡେଟ୍। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଡେଙ୍ଗୁ ଟୀକା କ୍ୱେଣ୍ଡେଗା ଖୁବ୍ ଶୀଘ୍ର ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ଟୀକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ସମାପ୍ତ ହୋଇଛି। ଜାପାନୀ ଔଷଧ କମ୍ପାନୀ ଟାଗୋଡା ଔଷଧ କମ୍ପାନୀ ଦ୍ୱାରା ବିକଶିତ ଏହି ଟୀକା ହାଇଦ୍ରାବାଦ ଭିତ୍ତିକ ବାୟୋଲୋଜିକାଲ ଇ ସହିତ ସହଭାଗିତାରେ ଭାରତରେ ଉପଲବ୍ଧ ହୋଇପାରେ। ଏହି ଟୀକା ଚଳିତ ବର୍ଷ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏହି ଟୀକା ଡେଙ୍ଗୁକୁ ରୋକିପାରିବ। ଏହା ଦେଶରେ ଡେଙ୍ଗୁ ମାମଲା ହ୍ରାସ କରିବ ଏବଂ ଏହି ରୋଗରୁ ମୃତ୍ୟୁ ହ୍ରାସ କରିବାରେ ସାହାଯ୍ୟ କରିବ। ଏହି ଡେଙ୍ଗୁ ଟୀକା ୟୁରୋପ, ବ୍ରିଟେନ, ଇଣ୍ଡୋନେସିଆ ଏବଂ ବ୍ରାଜିଲ ସମେତ ବିଶ୍ୱର 40ରୁ ଅଧିକ ଦେଶରେ ଅନୁମୋଦିତ ହୋଇଛି। ଏହା WHO ଠାରୁ ପ୍ରାକ୍ ଯୋଗ୍ୟତା ମଧ୍ୟ ପାଇଛି, ଯାହା ଏହାର ସୁରକ୍ଷା ଓ ପ୍ରଭାବକୁ ନିଶ୍ଚିତ କରିଥାଏ। ଡେଙ୍ଗୁ ପ୍ରତିବର୍ଷ ମୃତ୍ୟୁ ଘଟାଉଛି। ପ୍ରତିବର୍ଷ ଭାରତରେ ହଜାର ହଜାର ଡେଙ୍ଗୁ ମାମଲା ରିପୋର୍ଟ ହେଉଛି। ଡେଙ୍ଗୁରେ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି। ଆଜି ପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ଟୀକା ନାହିଁ। ତଥାପି ଏକ ଟୀକା ଉପଲବ୍ଧ ହୋଇପାରେ। ଟୀକା ଉପଲବ୍ଧ ହେବା ପରେ ଟୀକାକରଣ ଡେଙ୍ଗୁ ହେବା ପୂର୍ବରୁ ଏହାକୁ ରୋକିପାରିବ। ଏହି ଟୀକାର ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି ଏହା ପୂର୍ବରୁ ଡେଙ୍ଗୁ ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ପ୍ରଭାବଶାଳୀ ହୋଇପାରେ। ବର୍ତ୍ତମାନ ପରୀକ୍ଷଣ ସମୟରେ ଏବଂ ଟୀକା ଉପଲବ୍ଧ ହେବା ପରେ ମଧ୍ୟ ଲୋକଙ୍କୁ 2ଟି ଡୋଜ୍ ଦିଆଯିବ। 2ଟି ଡୋଜ୍ ମଧ୍ୟରେ କିଛି ମାସ କିମ୍ବା ଦିନର ବ୍ୟବଧାନ ରହିପାରେ। ତେବେ CDSOଙ୍କ ଅନୁମୋଦନର ଅପେକ୍ଷା ରହିଛି। ଭାରତରେ ଯେକୌଣସି ଟୀକା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର କରିବା ପୂର୍ବରୁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଯଥା CDSCO ଠାରୁ ଅନୁମୋଦନ ଆବଶ୍ୟକ କରେ। ଏହି ଟୀକା ଏପର୍ଯ୍ୟନ୍ତ ଅନୁମୋଦନ ପାଇଁ ଅପେକ୍ଷାରେ ଅଛି। ଅନୁମୋଦନ ପରେ ଏହାକୁ ସାଧାରଣ ଲୋକଙ୍କୁ ପ୍ରଦାନ କରାଯିବ। ତଥାପି ଏହି ବର୍ଷ ଏହି ଟୀକା ଉପଲବ୍ଧ ହେବ କି ନାହିଁ ତାହା ଦେଖିବା ବାକି ରହିଛି। ଏଥିପାଇଁ କିଛି ଅପେକ୍ଷା କରିବାକୁ ପଡ଼ିବ। ଡେଙ୍ଗୁ ଟୀକା ଆସିବା ଦ୍ୱାରା ବହୁତ ଆଶ୍ୱସ୍ତି ମିଳିବ। ଦିଲ୍ଲୀରେ ଜଣେ ମେଡିସିନ ବିଶେଷଜ୍ଞ ଡାକ୍ତର ଅଜୟ କୁମାର କୁହନ୍ତି ଯେ ଯଦି ଶୀଘ୍ର ଏକ ଟୀକା ଉପଲବ୍ଧ ହୁଏ ତେବେ ପ୍ରତିବର୍ଷ ଡେଙ୍ଗୁ ମୃତ୍ୟୁ ଏବଂ ମାମଲା ସଂଖ୍ୟା ଯଥେଷ୍ଟ ହ୍ରାସ ପାଇପାରିବ। ତଥାପି ମଶାଙ୍କ ବିରୁଦ୍ଧରେ ସୁରକ୍ଷା ପାଇଁ ଭଲ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ହେବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।